ବନାଞ୍ଚଳ ଅଧୀନରେ ରହିଛନ୍ତି ଏବଂ ଆଗକୁ ଅଗ୍ରସର ହେଉଛନ୍ତି ଏମାନଙ୍କର ଗତିପଥ କ'ଣ ରହିଛି ଆଗକୁ? ତପନ କହିବା ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ହାତୀମାନଙ୍କ ଯାତାୟାତ କେବେ ବି ବନ୍ଦ ରହୁନି। ଯାହା ପୂର୍ବରୁ ଆମେ ଦେଖେଇଥିଲେ, ରାଜ୍ୟବାସୀ ମଧ୍ୟ ଦେଖିଥିଲେ ନ୍ୟୁଜ୍ 18 ଓଡ଼ିଆ ମାଧ୍ୟମରେ କେଉଁଭଳି ଭାବରେ ଖୁଣ୍ଟୁଣି ବନାଞ୍ଚଳରେ 22 ଟିକିଆ ହାତୀପଲ ଯାତାୟାତ କରୁଥିଲେ, ଯାହାଫଳରେ ବନ ବିଭାଗ ଏକ ପ୍ରକାର ବଡ଼ ଟେନସନରେ ପଡ଼ିଥିଲା। ଆଜି ସକାଳର କଥା ଯଦି କହିବା, ଖୁଣ୍ଟୁଣି ବନାଞ୍ଚଳ ହାତୀ 22 ଟିକିଆ ହାତୀପଲ ଛାଡ଼ି ଯାଇଛନ୍ତି ଆଠଗଡ଼ ବନାଞ୍ଚଳକୁ। ଯାହା ଟିଭି ସ୍କ୍ରିନରେ ଚାଲିଛି ଭିଜୁଆଲ, ହାତୀମାନେ କେଉଁଭଳି ଭାବରେ ରାସ୍ତା ପାର ହେଉଛନ୍ତି ଏବଂ ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଛି, ଏନେଇ ବନ ବିଭାଗ ମଧ୍ୟ ଏକ ପ୍ରକାର ବଡ଼ ଟେନସନରେ ପଡ଼ିଛି। କାରଣ ଆଠଗଡ଼ ବନଖଣ୍ଡରେ ହାତୀମାନେ ବର୍ଷ ତମାମ ରହୁଛନ୍ତି। ଯାହା ବନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି କି ହାତୀ ଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ଏବଂ ବନ ବିଭାଗ କଡ଼ା ନଜର ରଖିଛି। ଅନ୍ୟପଟେ ବନ ବିଭାଗର କହିବା କଥା କି ଆଜି ହାତୀ ଗୁଡ଼ିକ ସନ୍ଧ୍ୟା ଭିତରେ ଚନ୍ଦକା ଜଙ୍ଗଲକୁ ଯିବାର ସମ୍ଭାବନା ସୃଷ୍ଟି ହେଉଛି। କାହିଁକିନା ହାତୀମାନେ ଯେତେବେଳେ ଚନ୍ଦକାରୁ ଆଠଗଡ଼ ବନଖଣ୍ଡକୁ ଆସନ୍ତି, ପ୍ରଥମେ ଆଠଗଡ଼ ବନାଞ୍ଚଳ ପରେ ଖୁଣ୍ଟୁଣି ବନାଞ୍ଚଳକୁ ଆସନ୍ତି, ଯେତେବେଳେ ଫେରନ୍ତି ପୁଣି ଖୁଣ୍ଟୁଣି ବନାଞ୍ଚଳରୁ ଆଠଗଡ଼ ବନାଞ୍ଚଳକୁ ଯାଆନ୍ତି, ଆଠଗଡ଼ ବନାଞ୍ଚଳରୁ ଚନ୍ଦକା ଯାଆନ୍ତି। ଯାହା ସେଥିରୁ ବନ ବିଭାଗ ଅନୁମାନ କରୁଛି ଆଜି ରାତି ସୁଦ୍ଧା ହାତୀ ଗୁଡ଼ିକ ଚନ୍ଦକା ବନ ବିଭାଗକୁ ଯିବା ଏକ ପ୍ରକାର ଯିବ ବୋଲି ବା ଚନ୍ଦକା ଜଙ୍ଗଲକୁ ଏକ ପ୍ରକାର ଯିବ ବୋଲି ବନ ବିଭାଗ ସ୍ପଷ୍ଟୀକରଣ ଦେଉଛି। ତପନ, ଯେମିତି ଜନବସତି ଆଡ଼େ ହାତୀମାନେ ନ ମୁହାଁ ହୁଅନ୍ତି, ସେଥିପାଇଁ ବନ ବିଭାଗର ଉଦ୍ୟମ କ'ଣ ରହିଛି? ଦେଖନ୍ତୁ, ନିହାତି ପକ୍ଷେ ଜଙ୍ଗଲକୁ ତ ବନ ବିଭାଗର ଗୋଟିଏ ଟିମ୍ ନଜର ରଖିଛି କେଉଁଭଳି ଭାବେ ହାତୀ ରାଜରାସ୍ତାକୁ ଆସିବ ନାହିଁ। ଅନ୍ୟପଟେ ଖୁଣ୍ଟୁଣି ବନାଞ୍ଚଳରୁ ହାତୀ ଗୁଡ଼ିକ ଯେଉଁଭଳି ଭାବେ ଆଠଗଡ଼ ବନାଞ୍ଚଳକୁ ଯାଇଛନ୍ତି, ବହୁ ଚାଷ ଜମି ବା ଫସଲ କ୍ଷୟକ୍ଷତି ହେଇଛି। ହାତୀଙ୍କ